ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ରାଇବୋଲ ଗାଁରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। ବଜ୍ରାଘାତରେ ଜଣେ ଚାଷୀଙ୍କର ମୃତ୍ୟୁ ହୋଇଛି। ମୃତ ଚାଷୀ ଜଣଙ୍କ ରାଇବୋଲ ଗାଁର ହୃଷିକେଶ ସାହୁ। ଗାଁ ପାଖ କୋଲ୍ହସାଇ ନିକଟ ଚାଷ ଜମିକୁ ଯାଇଥିବା ବେଳେ ବଜ୍ରାଘାତର ଶିକାର ହୋଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ସେହିପରି ରାଇବୋଲ ଗାଁରେ କାଳବୈଶାଖୀ ପ୍ରଭାବ ଯୋଗୁଁ ସ୍କୁଲ ଘର, ଗଛ ଏବଂ ଗାଁର ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିବାର ଦେଖିବାକୁ ମିଳିଛି। ଫଳରେ ଗାଁରେ ବିଦ୍ୟୁତ୍ ସଂଯୋଗ ସମ୍ପୂର୍ଣ୍ଣ ବିଚ୍ଛିନ୍ନ ରହିଛି। ସେପଟେ ହୃଷିକେଶଙ୍କ ମୃତ୍ୟୁକୁ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି। ହେମାଂଶୁ ସାହୁ ଥିଲେ ସେଇ ଜଙ୍ଗଲ ଆଡ଼େ ଆସିଲା ବେଳକୁ ବଜ୍ରପାତରେ ସେଇ ପାଖାପାଖି ଚଡ଼କ ମାରିବାରୁ ସେ ଖସି ପଡ଼ିଛି। ଲୋକ ଦେଖିକିନା ଫୋନ୍ ଫାନ୍ କରିବାରୁ ଆମେ ଯାଇକିନା ଦେଖିଲା ବେଳକୁ ମେଡ଼ିକାଲ ଧରିନା ଆସିଲା ବେଳକୁ ମୃତ୍ୟୁ ଘୋଷଣା ଦେଇଛନ୍ତି ଡକ୍ଟର ସାର୍।